ମାନେ ସରକାର ଚିନ୍ତା କରନ୍ତୁ, ଗୋଟେ ଅପରେସନ ସିନ୍ଦୁର ଭଳିଆ ଏତେ ଗୋଟେ ବଡ଼ ଯୁଦ୍ଧ ହେଲା ଭାରତ ଇତିହାସରେ, ସବୁଠାରୁ ବଡ଼ ଯୁଦ୍ଧ। ଏମିତିଆ ଯୁଦ୍ଧ ତମ ଜାତକରେ ନାହିଁ ତମେ କରିପାରିବ। ଆଉ ସେଇଟା କେବଳ ଆମ ବିଶ୍ୱଗୁରୁ ଏମିତିଆ ଗୋଟେ ଲଢ଼ିଲେ, ଏତେ ସାରା କଲେ। ଆଉ ଆମ ସେନା ଯାଇକି ଲାହୋରରେ ପହଞ୍ଚିକି ସେଠି ବି ପତାକା ଉଡ଼େଇଲେ। ଉଡ଼େଇକି ମାନେ ଆମର ସିଙ୍ଗିଲ କିଛି କ୍ଷୟକ୍ଷତି ନ ହେଇକି ଆମେ ପାକିସ୍ତାନର ଅଧା ଜିନିଷ ସବୁ ଧ୍ୱଂସ ବିଧ୍ୱସ୍ତ କରିଦେଲୁ। ତାପରେ ବି ତୁମମାନଙ୍କର ମନ ଶାନ୍ତି ହଉନି। ପୁଣି ଗୋଟେ ଏବେ ନୂଆ ରାଜନୀତି ଧରିକି ଆସିଛ ଯେ କି ଆମ ପାଖରେ ଯୁଦ୍ଧ ବିମାନ ନାହିଁ, ସେ ପାକିସ୍ତାନ ପାଖରେ ଏତେଟା ଅଛି, ଚାଇନା ପାଖରେ ଏତେଟା ଅଛି, ଆମ ପାଇଁ କାଲି ଅସୁବିଧା ହବ। ହଉ ତମମାନେ ମାନେ ସରକାରକୁ ତ କେବେ ହଉଛି ଟେକିକି କହିପାରିବନି, ତାପରେ ତାକୁ ସବୁବେଳେ ଏମିତିଆ ନିନ୍ଦା କରିକି ଏମିତିଆ ଅପବାଦ ଦେଇକି ତମେ କେତେ ଦିନ ଏମିତିଆ ତମ ଦୋକାନ ଚଲେଇବ? ତମେ ତମ ସାମ୍ନାରେ ପୁରା ନରେନ୍ଦ୍ର ମୋଦି ନିଜେ ଯୁଦ୍ଧ ଫୁଦ୍ଧ ପୋଷାକ ପିନ୍ଧିକି ପୁରା ହେଲମେଟ ଫେଲମେଟ ଧରିକି ପୁରା ପାକିସ୍ତାନ ଭିତରେ ପଶିକି ଲାହୋର ପର୍ଯ୍ୟନ୍ତ ଗଲେ, ଯାଇକି ଟୋଟାଲ ମାରି ମୁରିକି ଛିନଛତ୍ର କରିକି ପଳେଇ ଆସିଲେ। ତାପରେ ଆହୁରି ତମର ଡାଉଟ ରହୁଛି, ତମେ କହୁଛ ଯେ କି ଇଏ କରୁଛ, ତମ ପାଖରେ ହିସାବ ନାହିଁ ବୋଧେ। ତମେ ଯୋଉ ହିସାବଟା ଦେଇଛ, ମୁଁ ସେ ସମ୍ବାଦ ନ୍ୟୁଜ ପେପରରେ ଦେଖୁଥିଲି, ତା ଦେହରେ ସେ ଦେଇଛନ୍ତି ଯେ କି ଆମ ଭାରତ ପାଖରେ 522ଟା ଯୁଦ୍ଧ ବିମାନ ଥିଲା ବେଳେ ପାକିସ୍ତାନ 450ଟା କିଣିଦେଲାଣି। ଶଳା ତାଙ୍କର ଆଳୁ ଟମାଟୋ କିଣିବା ପାଇଁ ପଇସା ନାହିଁ, ସେ 450ଟା ବିମାନ କୋଉଠୁ ଆଣିବେ କିଓ? ମିଛ କଥା ଗୁଡା ସବୁ ପେପରରେ ଲେଖୁଛ, ତମ ପେପର ନାଁରେ କେସ୍ ହେଇଯିବ। ଲେଖିଛ ଚାଇନା, ହଁ ଚାଇନା ପାଖରେ 1200 ହେଇପାରିବ, କିନ୍ତୁ ପାକିସ୍ତାନ ତା ପାଖରେ ଆଳୁ ଟମାଟୋ କିଣିବା ପାଇଁ ବା ପଇସା ନାହିଁ। ଆମ 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 ଦଳିଆ ଲୋକ ଆମେ ମାନେ ସବୁ ଅଧା ଟାଇମ ତାଙ୍କ ପାଖକୁ ଆଳୁ ଟମାଟୋ ପଠଉଛୁ, ପିଆଜ ପଠଉଛୁ। ପାଣି ଯୋଉ ଦେଶରେ ନାହିଁ, ଆମେ ତାଙ୍କ ପାଣି ଅଟକେଇ ଦେଲା ବେଳକୁ ସେ ଛଟପଟ ହେଇକି ମରି ଯାଉଛନ୍ତି। ସେ 450 ଯୁଦ୍ଧ ବିମାନ କୋଉଠୁ ଆଣିଲେ? ମିଛ କଥା ଗୁଡା ସବୁ ଇଏ କରୁଛ। ତାପରେ ବି ଯଦି ବି ତାଙ୍କ ପାଖରେ 450 ଯୁଦ୍ଧ ବିମାନ ଅଛି, ତମେ କହୁଛ ହଉ ଠିକ ଅଛି ଆମେ ମାନି ନେବୁ। ଆମ ପାଖରେ 522 ଅଛି ଏଇଆ କହୁଛ ତ? ଆମ ଯୁଦ୍ଧ ବିମାନ ଗୁଡାକ ତମେ ଦେଖିନ ବୋଧେ? ଡେଲି ସକାଳ ହେଲା ବେଳକୁ ହାଫ ପ୍ୟାଣ୍ଟ ପିନ୍ଧି, ଗେରୁଆ ରଙ୍ଗର ହାଫ ପ୍ୟାଣ୍ଟ ଆଉ ଧଳା ରଙ୍ଗର ପୋଷାକ ପିନ୍ଧିକି ଆମର ଯୋଉ ସୈନ୍ୟବାହିନୀ ବାଡି ଠେଙ୍ଗା ଧରିକି ପଡିଆରେ ଯୋଉ ଅଭ୍ୟାସ ସବୁ କରୁଛନ୍ତି, ତମେ ସେଗୁଡା ସବୁ ଦେଖିନ ବୋଧେ? ସିଏ ସବୁ ଯେତେବେଳେ ପଶିବେ ବାଡି ଠେଙ୍ଗା ଧରିକି, ତମ କ୍ଷେପଣାସ୍ତ୍ର କଣ କିବ ତାଙ୍କ ସାମ୍ନାରେ? ଉଡେଇ ଦେବେ, ବାଡିର ପିଟିକି ଉଡେଇ ଦେବେ। ତମେ ତମ କ୍ଷେପଣାସ୍ତ୍ର ପଠେଇବ, ଆମର ସେ ସୈନ୍ୟ ଯୋଉ ଭଳିଆ ଟ୍ରେନିଂ ନଉଛନ୍ତି, ସେ ଟୋଟାଲ ସେ ବାଡିର ପିଟିକି ସେ ଖସେଇ ଦେବେ ସେ କ୍ଷେପଣାସ୍ତ୍ର। ସେ କ୍ଷେପଣାସ୍ତ୍ର କଣ ହବ? ତମର 50ଟା କ୍ଷେପଣାସ୍ତ୍ରକୁ ଆମର ଗୋଟେ ଗୋଟେ ସେ ହାଫ ପ୍ୟାଣ୍ଟ ପିନ୍ଧା ଗେରୁଆ ପ୍ୟାଣ୍ଟ ଧଳା ସାର୍ଟ ଧାରୀ ଲୋକ ଟୋଟାଲ ତମ 50ଟା କ୍ଷେପଣାସ୍ତ୍ରକୁ ଏକା ବାଡିର ପିଟିକି ଇଏ କରିଦେବେ। ତମେ ଦେଖିଛ ସେ ଯୋଉ ଭଳିଆ ସକାଳୁ ଉଠିକି ଯେମିତିଆ ଟ୍ରେନିଂ ନଉଛନ୍ତି, ଯେମିତିଆ ଇଏ କରୁଛନ୍ତି, ଆମ ସୈନ୍ୟ ଫେଲ? ଆମର ସେ ଭାଗବତ ବୁଢା ଯୋଉ ଅଛି, ସିଏ ଖାଲି ବୋଧେ ତା ପଛରେ 30-40ଟା ଗାଡି ପଟୁଆର ବାନ୍ଧିକି ଯାଉଛନ୍ତି, ମାନେ ଯେମିତି ମାନେ ପ୍ରଧାନମନ୍ତ୍ରୀଙ୍କ ପଛରେ ଗାଡି କମ, ତା ପଛରେ ଗାଡି ଅଧିକ, ସେ କଡନ ଧରିକି ବୁଲୁଛି ଖାଲି ବୋଧେ। ଦିନ ରାତି ବର୍ତ୍ତମାନ ଟ୍ରେନିଂ ଦିଆହଉଛି। ସେ ଯେତିକି ସେଠୁ ସୈନ୍ୟ ବାହାରିବେ, ଯେତିକି ସୈନ୍ୟ ସବୁ ରେଡି ହେଲେଣି, ପାକିସ୍ତାନକୁ ସେ ଖବରଟା ଦିଅ ଦେଖିଆ ତମର ଦମ ଅଛି। ଆମେ ବା ସେତିକିରେ ଆମେ ଯାଇକି ତାଙ୍କ ଲାହୋର ଭିତରେ ପଶିକି ଖେଳ କରିଦେଇ ଆଇଲୁ। ଆହୁରି ତମର ଡାଉଟ ରହୁଛି, ତମେ ଆମ ସରକାର ଉପରେ, ଆମ ଉପରେ ଆହୁରି ତମେ ଡାଉଟ କରୁଛ। ଯଦି ପାରୁଛ ବାଉଁଶ ବୁଦା ସବୁ କାଟିକି ବାଡି ଠେଙ୍ଗା ତିଆରି କରିକି ସକାଳେ ଆସିକି ଆମ ସାଙ୍ଗରେ ପ୍ରାକ୍ଟିସ କର। ସେ କ୍ଷେପଣାସ୍ତ୍ର ଫେପଣାସ୍ତ୍ର କିଛି ଦରକାର ନାହିଁ। ବାଡିର ଗୋଟେ ପାହାର ଦେଲେ କ୍ଷେପଣାସ୍ତ୍ର ଗୁଣ୍ଡ ନାହିଁ। ଆମର ବାଜେ କଥାବାର୍ତ୍ତା ଗୁଡା ସବୁ କରୁଛ। ଛାଡ, ଭଲ ଲାଗିଲେ ସେୟାର କରିବ, କମେଣ୍ଟ କରିବ। ଜୟ ଜଗନ୍ନାଥ।